ଜାତମୁଣ୍ଡିଆ ବିଦ୍ୟୁତ କାର୍ଯ୍ୟାଳୟ ସେକ୍ସନ 3ରେ ମୁଖ୍ୟ ଫାଟକରେ ଉତ୍ତ୍ୟକ୍ତ ଚାଷୀ ପକାଇଲେ ତାଲା। ବିଦ୍ୟୁତ ବିଭାଗର ଯନ୍ତ୍ରୀଙ୍କ ମନମାନି। ଅନ୍ୟପଟେ ପାଣି ପଞ୍ଚାୟତରୁ ଅଚାନକ ଲାଇନ୍ କାଟିଦେବା ଯୋଗୁଁ କଟକ ଜିଲ୍ଲା ବାଙ୍କୀ ଜାତମୁଣ୍ଡିଆ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଚାଷୀଙ୍କର ବିକ୍ଷୋଭ ସହିତ ମୁଖ୍ୟ ଫାଟକରେ ପକାଇଛନ୍ତି ତାଲା। ଘାସିପୁଟ ଅଞ୍ଚଳରେ ରହିଥିବା ପଏଣ୍ଟ 2 ଓ ପଏଣ୍ଟ 4ର ଶତାଧିକ ଚାଷୀଙ୍କ ଫସଲ ଉଜୁଡ଼ି ଯିବାକୁ ବସିଛି। ଚାଷୀଙ୍କ ଅଭିଯୋଗ, ବିନା ସୂଚନାରେ ବିଦ୍ୟୁତ ବିଭାଗ କାଟିଦେଇଛି ଲାଇନ୍। ଏବେ ଚାଷୀଙ୍କ ତୁରନ୍ତ ଦାବି, କନିଷ୍ଠ ଯନ୍ତ୍ରୀ ଦିବ୍ୟରଞ୍ଜନ ସାହୁଙ୍କ ବିରୁଦ୍ଧରେ କଡ଼ା ପଦକ୍ଷେପ। ଅନ୍ୟପଟେ ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ କରେଣ୍ଟ ଯୋଗାଇ ଦେବା। ଧାରଣାସ୍ଥଳରେ ବିଦ୍ୟୁତ ବିଭାଗୀୟ ଅଧିକାରୀ ସୌମ୍ୟରଞ୍ଜନ ମହାପାତ୍ର ଚାଷୀଙ୍କୁ ବୁଝାଇବା ପାଇଁ କରୁଛନ୍ତି ଉଦ୍ୟମ। ବାଙ୍କୀରୁ ପ୍ରଦୀପ ଜେନାଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।